ସମସ୍ତଙ୍କୁ ଓଁ ସାଇରାମ। ଚାଲନ୍ତୁ ଆଜି ସାଇ ବାବାଙ୍କୁ ମନେ ପକାଇ ତାଙ୍କର ନାମ ନେଇ ଆରମ୍ଭ କରିବା ଆଜିର ସାଇ ସଚରିତ ପାଠ। ପ୍ରଥମ ଅଧ୍ୟାୟ। ବନ୍ଦନା ଗହମ ପେଷଣ। ଏପରି ଜଣେ ସନ୍ଥଙ୍କର ଗହମ ପେଷିବାର କାହାଣୀ ଏବଂ ତାର ତାତ୍ପର୍ଯ୍ୟ। ପୁରାତନ ପଦ୍ଧତି ଅନୁସରଣ କରି ଶ୍ରୀ ହେମାନନ୍ଦ ପନ୍ଥ ବନ୍ଦନା ଦ୍ୱାରା ଶ୍ରୀ ସାଇ ସଚରିତ୍ର ଗ୍ରନ୍ଥର ଶୁଭାରମ୍ଭ କରୁଛନ୍ତି। ସର୍ବପ୍ରଥମେ ଶ୍ରୀ ଗଣେଶଙ୍କୁ ଷଷ୍ଟାଙ୍ଗ ପ୍ରଣାମ ଜଣାନ୍ତି, ଯିଏକି ସମସ୍ତ କାର୍ଯ୍ୟ ନିର୍ବିଘ୍ନରେ ପୂରଣ କରନ୍ତି ଏବଂ ତାଙ୍କୁ ଯଥାର୍ଥ ଭାବରେ ଯଶସ୍ୱୀ କରନ୍ତି। ତେଣୁ ଏପରି ମନେ ହୁଏ କି ଶ୍ରୀ ସାଇ ହିଁ ଆମ୍ଭମାନଙ୍କର ହିଁ ଶ୍ରୀ ଗଣେଶ। ତାପରେ ଭଗବତୀ ସରସ୍ୱତୀଙ୍କୁ ପ୍ରଣାମ କରନ୍ତି, ଯାହାଙ୍କ ଦ୍ୱାରା କାବ୍ୟ ରଚନା କରିବାର ପ୍ରେରଣା ସେ ଲାଭ କରନ୍ତି ଏବଂ ଲୋକେ କହନ୍ତି ଯେ ଶ୍ରୀ ସାଇ ଓ ଭଗବତୀ ସରସ୍ୱତୀ ଭିନ୍ନ ନୁହନ୍ତି। ସେ ନିଜେ ହିଁ ତାଙ୍କର ଜୀବନ ସଙ୍ଗୀତକୁ ସ୍ୱର ସଙ୍ଗୀତ କରିଛନ୍ତି। ତାପରେ ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କୁ ପ୍ରଣାମ, ଯେଉଁମାନେ ଯଥାକ୍ରମେ ଉତ୍ପତ୍ତି ସ୍ଥିତି ଓ ବିଲୟ କରନ୍ତି ବୋଲି ମନେ କରାଯାଏ। ଗ୍ରନ୍ଥକାରଙ୍କ ମତରେ ଶ୍ରୀ ସାଇ ଓ ଏହି ତ୍ରିମୂର୍ତ୍ତି ଏକାତ୍ମକ ଅଭିନ୍ନ। ସେ ହିଁ ଗୁରୁ ରୂପରେ ଭବସାଗରରୁ ଉତ୍ତୀର୍ଣ୍ଣ କରିଦିଅନ୍ତି। ତାପରେ ନିଜର କୁଳଦେବତା ଶ୍ରୀ ନାରାୟଣ ଆଦିନାଥଙ୍କ ବନ୍ଦନା କରନ୍ତି, ଯିଏ କି କୋଙ୍କଣ ପ୍ରଦେଶରେ ଆବିର୍ଭୂତ ହୋଇଥିଲେ। କୋଙ୍କଣ ହେଉଛି ସେହି ପବିତ୍ର ଭୂମି ଯାହାକୁ ଭଗବାନ ପରଶୁରାମ ସମୁଦ୍ର ଭିତରୁ ବାହାରି ସ୍ଥାପିତ କରିଥିଲେ। ତାପରେ ଗ୍ରନ୍ଥାଗାର ନିଜ ବଂଶର ଆଦି ପୁରୁଷମାନଙ୍କୁ ପ୍ରଣାମ କରନ୍ତି। ତାପରେ ଗ୍ରନ୍ଥାକାରଙ୍କ ଯେଉଁ ଗୋତ୍ର ଅର୍ଥାତ୍ ଭରଦ୍ୱାଜ ଋଷିଙ୍କୁ ପ୍ରଣାମ କରନ୍ତି। ତାପରେ ସେହି ସମସ୍ତ ଋଷି ଯଥା ଯାଜ୍ଞବଲ୍କ୍ୟ, ଭୃଗୁ, ପରାଶର, ନାରଦ, ବେଦବ୍ୟାସ, ସନତ କୁମାର, ଶୁକ, ବିଶ୍ୱାମିତ୍ର, ବଶିଷ୍ଠ, ବାମଦେବ ଇତ୍ୟାଦି ଏବଂ ଆଧୁନିକ ସନ୍ଥ ଯଥା ନିବୃତ୍ତ ଜ୍ଞାନଦେବ, ମୁକ୍ତାବାଈ, ଏକନାଥ, ନାମଦେବ, ତୁକାରାମ, ନରହରି ଇତ୍ୟାଦିଙ୍କୁ ପ୍ରଣାମ ଜଣାନ୍ତି। ତାପରେ ଯେ ସେ ପ୍ରଣାମ ଜଣାନ୍ତି ନିଜର ପିତାମହ ସଦାଶିବ, ପିତା ରଘୁନାଥ ଏବଂ ମାତାଙ୍କୁ, ଯେଉଁମାନେ ତାଙ୍କର ଶୈଶବ କାଳରୁ ପ୍ରାଣତ୍ୟାଗ କରି ତାଙ୍କୁ ଛାଡ଼ି ଚାଲିଯାଇଥିଲେ। ଏହାପରେ ସେ ନିଜର ଜ୍ୟେଷ୍ଠ ଭ୍ରାତା ଓ ପାଳନକର୍ତ୍ତା ପିଉସୀଙ୍କୁ ପ୍ରଣାମ ଜଣାନ୍ତି। ଏହାପରେ ଏହି ଗ୍ରନ୍ଥର ପାଠକମାନଙ୍କୁ ଅନୁରୋଧ କରନ୍ତି ଯେ ସେମାନେ ଯେପରି ଏକାଗ୍ରଚିତ୍ତ ହୋଇ ଏହି କଥାମୃତ ପାନ କରନ୍ତି। ଶେଷରେ ପ୍ରଣାମ ଜଣାନ୍ତି କି ସଚ୍ଚିଦାନନ୍ଦ ସଦ୍ଗୁରୁ ସାଇନାଥ ମହାରାଜଙ୍କୁ, ଯିଏକି ଶ୍ରୀ ଦତ୍ତାତ୍ରେୟଙ୍କ ଅବତାର ଏବଂ ତାଙ୍କର ଆଶ୍ରୟଦାତା। ସେ ହିଁ ବ୍ରହ୍ମ ସତ୍ୟ, ଜଗତ ମିଥ୍ୟା ବାକ୍ୟର ଜ୍ଞାନ ଦେଇ ସମସ୍ତ ପ୍ରାଣୀଙ୍କ ମଧ୍ୟରୁ ଏକ ହିଁ ପରମବ୍ୟାପ୍ତ ଏହି ସତ୍ୟର ଅନୁଭୂତି କରାଇ ଦିଅନ୍ତି। ଶ୍ରୀ ପରାଶର ବ୍ୟାସ, ଶାଣ୍ଡିଲ୍ୟ ଆଦିଙ୍କ ଦ୍ୱାରା ନିବୃତ୍ତ ଭକ୍ତିର ନାନା ଅଭିବ୍ୟକ୍ତିଙ୍କୁ ସଂକ୍ଷେପରେ ବର୍ଣ୍ଣନା କରି ଏବେ ଗ୍ରନ୍ଥକାର ମହାଶୟ କଥାବସ୍ତୁର ଆରମ୍ଭ କରନ୍ତି। ପ୍ରଥମେ ଶୁଣିବା ଗହମ ପେଷିବାର କାହାଣୀ। 1910 ମସିହାରେ ମୁଁ ଦିନେ ଖୁବ୍ ସକାଳୁ ଶୀଘ୍ର ସାଇବାବାଙ୍କ ଦର୍ଶନ ପାଇଁ ମସଜିଦକୁ ଯାଏ। କିନ୍ତୁ ସେଠାରେ ବହୁତ ବିଚିତ୍ର ଦୃଶ୍ୟ ଦେଖି ମୁଁ ଖୁବ୍ ଆଶ୍ଚର୍ଯ୍ୟ ହୋଇଯାଏ। ସାଇବାବା ମୁହଁ ହାତ ଧୋଇ ଗହମ ପେଷିବାର ଆୟୋଜନରେ ବ୍ୟସ୍ତ ଥିଲେ। ଚଟାଣ ଉପରେ ଗୋଟିଏ ଚାଦର ବିଛାଇ ତା ଉପରେ ଚକିଟିକୁ ରଖିଲେ। ଏହାପରେ କିଛି ଗହମ ବାହାର କରି ପେଷିବାକୁ ଲାଗିଲେ। ମୁଁ ଭାବି ପାରିନଥିଲି ଯେ ଗହମ ପେଷି ବାବାଙ୍କର କ'ଣ ଲାଭ ହେବ। ତାଙ୍କର ତ ପରିବାର ନାହିଁ
ଏବଂ ସେ ନିଜର ଜୀବନ ନିର୍ବାହ ପାଇଁ ଭିକ୍ଷାବୃତ୍ତି ଅବଲମ୍ବନ କରନ୍ତି। ତାହାହେଲେ ଏପରି ଗହମ ପେଷିବାର କାରଣ କ'ଣ? ଏହି ଘଟଣାଟିକୁ ଦେଖି ସେଠାରେ ଉପସ୍ଥିତ ସବୁ ଲୋକଙ୍କର ଏହି ଗୋଟିଏ କଥା ମନରେ ରହି ଉଙ୍କି ମାରୁଥାଏ। କିନ୍ତୁ ଏ ବିଷୟରେ ବାବାଙ୍କୁ ପଚାରି ବୁଝିବାକୁ କେହି ସାହସ କରିପାରୁନଥିଲେ। ବାବାଙ୍କର ଏହି ବିଚିତ୍ର ଲୀଳାର ଖବର ସାରା ଗ୍ରାମରେ ଖେଳିଗଲା ଏବଂ ଏହି ଦୃଶ୍ୟ ଦେଖିବା ପାଇଁ ସଙ୍ଗେ ସଙ୍ଗେ ମସଜିଦ୍ ଆଡ଼କୁ ଲୋକଙ୍କ ଭିଡ଼ ଜମିବାକୁ ଲାଗିଲା। ସେହି ଭିଡ଼ ମଧ୍ୟରୁ 4 ଜଣ ନିର୍ଭୀକ ମହିଳା ଲୋକ ଗହଳି ଭିତରେ ରହି ମସଜିଦ୍ ସିଢ଼ି ଚଢ଼ିଗଲେ ଏବଂ ବାବାଙ୍କୁ ଜୋର କରି ସେହି ଜାଗାରୁ ଘୁଞ୍ଚେଇ ଦେଇ ବାବାଙ୍କ ହାତରୁ ଚକି ପେଷାର କିଲାଟା କାଢ଼ି ନେଇ ବାବାଙ୍କ ଲୀଳାର ଗୁଣଗାନ କଲେ। ଗୁଣଗାନ କରି କରି ଗହମ ପେଷି ଚାଲିଲେ। ପ୍ରଥମେ ବାବା ଟିକିଏ ରାଗିଗଲେ, କିନ୍ତୁ ପରେ ମହିଳାମାନଙ୍କର ଭକ୍ତିଭାବ ଦେଖି ଶାନ୍ତ ହୋଇ ମୁରୁକି ମୁରୁକି ହସିବାକୁ ଲାଗିଲେ। ଏଆଡ଼େ ଗହମ ପେଷି ପେଷି ସେହି ମହିଳାମାନଙ୍କର ମନ ହେଲା ଯେ ବାବାଙ୍କର ତ କିଛି ଘରଦ୍ୱାର ନାହିଁ, ପିଲାଛୁଆ ନାହାନ୍ତି, ସେ ନିଜେ ଭିକ୍ଷା କରି ଜୀବନ ଯାପନ କରୁଛନ୍ତି, ସୁତରାଂ ତାଙ୍କର ଖାଇବା ପାଇଁ ତ ଅଟାର ବା କ'ଣ ଦରକାର? ବାବା ତ ପରମ ଦୟାଳୁ, ହୁଏତ ଏହି ଅଟାକୁ ଆମ ଭିତରେ ବାଣ୍ଟି ଦେବେ। ତାପରେ ସେହି ଅଟାକୁ ବାବା କ'ଣ କଲେ ଆଗାମୀ ଅଧ୍ୟାୟରେ ଶୁଣିବା। ଭିଡ଼ିଓକୁ ଦେଖନ୍ତୁ, ଶୁଣନ୍ତୁ। ଯଦି ପସନ୍ଦ ଆସିବ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ, କାହିଁକିନା ଏହିପରି ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ତାହେଲେ ଆଗାମୀ ଅଧ୍ୟାୟରେ ବାବା କ'ଣ କଲେ ଅଟା ସବୁକୁ ଜାଣିପାରିବା ପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ସବୁଦିନ ଦେଖିବେ, ତାହେଲେ ନିଶ୍ଚୟ ଜାଣିବେ। ଓଁ ସାଇରାମ।